ଲୋକଟି ତାଙ୍କୁ ଗୋମାଂସ ରାନ୍ଧିକି ଦଉଥିଲା। କୌଣସି ହିନ୍ଦୁ ତ କେତେ ଗୋମାଂସ ରାନ୍ଧେ ନାହିଁ। ଇଏ ବିଧର୍ମୀ ପ୍ରକୃତିଗତ ଆମରି ଧର୍ମ ଆମରି ସମ୍ପ୍ରଦାୟ ପ୍ରକୃତିଗତ ଲୋକ ଜନ୍ମ ହେଲେ। ଗାବ ହିଁ ବିଶ୍ୱ ମାତର ହେଲା। ଗୋମାତା ହେଲା ଆମର ମା। ଆମେ ତାକୁ ଗୋମାତା କହୁ, ସେ ଆମର ମା। ହେଲେ ନମ ବ୍ରହ୍ମଣ୍ୟ ଦେବାୟ ଗो ବ୍ରାହ୍ମଣ ହିତାୟ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମ। ଯିଏ ଗୋବିନ୍ଦ, ଯିଏ ବ୍ରାହ୍ମଣ, ଯିଏ ଗୋରୁ, ସେମାନେ ସମସ୍ତେ ସମାନ। ତେଣୁ ଗୋମାତାକୁ ଆମେ ବ୍ରାହ୍ମଣ ବା ଗୋବିନ୍ଦ ବା ଭଗବାନ ସହିତ ସମାନ କରୁ। ତେଣୁ ଗୋମାତାର ଗୋପାଦ ଦୁଜ ଆମେ ଗ୍ରହଣ କରିଥାଉ। ସନାତନ ଧର୍ମ ସଂସ୍କାର ଅନୁସାରେ ଯଦି ଗୋମାତାର ମାଂସକୁ କିଏ ଖାଇବ, ଗୋମାତାର ଆମେ ଦୁଗ୍ଧପାନ କରିଥାଉ, ଦହି ଖାଇଥାଉ, ତାର ଅମୃତ ଦିଏ, ପଞ୍ଚାମୃତ ଗୋମାତାକୁ ମିଳେ। ତେଣୁ ଗୋମାତା ଅମୃତ ଦାତ୍ରୀ। ତେଣୁ ତାର ମାଂସକୁ ଖାଇବା ଏକ ପ୍ରକାର ବିଧର୍ମୀ ଦର୍ଶନ, ହିନ୍ଦୁ ଦର୍ଶନ ନୁହେଁ। ଯେଉଁମାନେ ଔରଙ୍ଗଜେବର 3ଟା ନିୟମ ଥିଲା, ସେ 3ଟା ନିୟମ ପ୍ରୟୋଗ କରିଥିଲା। ସବୁଠାରୁ ମାନେ ଯେଉଁ କହନ୍ତି ବିଧର୍ମୀ ଆକ୍ରାନ୍ତ ଭିତରେ ଔରଙ୍ଗଜେବ ହେଲା ଗୋଟେ ଭୟଙ୍କର ରାକ୍ଷସ। ଔରଙ୍ଗଜେବ କ'ଣ କରିଥିଲା? 3ଟା ନିୟମ ପ୍ରୟୋଗ କରିଥିଲା ଯେ ହିନ୍ଦୁ ମନ୍ଦିର ଭାଙ୍ଗ, ହିନ୍ଦୁ ଘରେ ପ୍ରବେଶ କର। ଦ୍ୱିତୀୟ ନିୟମ ଅନୁସାରେ ହିନ୍ଦୁ ଘରେ ପ୍ରବେଶ କର, ତାର ଯେଉଁ ପରିବାର ଭିତରେ ପ୍ରବେଶ କରି ତା ଘରେ ମାନେ ଅନୈତିକ କର୍ମ କର। ଆଉ ତୃତୀୟରେ କରିଥିଲା ସମ୍ପୂର୍ଣ୍ଣ ଗୋ ହତ୍ୟା କର। ଭାରତ ଭିତରେ ପଶି ଗୋ ହତ୍ୟା କରି ଚାଲ, ଗୋମାତା ରଖି ଦିଅ ନାହିଁ। କାରଣ ଥିଲା ଯେ ହିନ୍ଦୁ ମନ୍ଦିର ଗୁଡ଼ା ଭାଙ୍ଗିଲେ ହିନ୍ଦୁ କ'ଣ କରିବ ନା, ଆଉ ତାର ମନ୍ଦିର ନ ଦେଖିପାରିଲେ ତାର ଧର୍ମ ପ୍ରତି ଗୋଟେ ଆସକ୍ତ ଭାବ କମିଯିବ, ମନ୍ଦିରକୁ ଗଲାନି, ତେଣୁ ଧର୍ମଦ୍ରୋହୀ ହେଇଯିବ। ଦ୍ୱିତୀୟରେ ତାଙ୍କ ଘରେ ପଶି ଅନୈତିକ କର୍ମ କର ଜବରଦସ୍ତ, ତା ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ତାକୁ ପଚାରିଲେ ସୈନ୍ୟମାନେ କହିଲେ ଏଇଟା କଲେ କ'ଣ ହେବ ନା, ଏଇଟା କଲେ ଭବିଷ୍ୟତରେ 5-10ଟା ପିଢ଼ି ପର୍ଯ୍ୟନ୍ତ ଇଏ ବିଧର୍ମୀ ପ୍ରକୃତିଗତ ଆମରି ଧର୍ମ ଆମରି ଯେଉଁ ସମ୍ପ୍ରଦାୟ ପ୍ରକୃତିଗତ ଲୋକ ଜନ୍ମ ହେଲେ। ସେଇମାନେ ଜନ୍ମ ହେଇକରି ମାଂସାଶୀ ଗଲେ। ହିନ୍ଦୁ ଧର୍ମ ସମ୍ପୂର୍ଣ୍ଣ ଶାକାହାରୀ, ହିନ୍ଦୁ ମାନେ ଶାକାହାରୀ ଥିଲେ, ସେମାନେ ବର୍ତ୍ତମାନ ମାଂସ ଭକ୍ଷଣ କଲେ। ତ ମାଂସ ଭକ୍ଷଣ କରୁ ଗୋମାତା ମାଂସକୁ ସଂସ୍କାର ଯେହେତୁ ଆମ ଶାସ୍ତ୍ର ଅନୁସାରେ ଯେଉଁ ପ୍ରକାର ଆମେ ମାଛ ମାଂସକୁ ଚିହ୍ନିବା, ଯେଉଁଟାକି ଜାଣିବା ଶାସ୍ତ୍ର ଅନୁସାରେ ଜାଣିବା, ସେସବୁ ଜିନିଷ ଖାଦ୍ୟ ପଦାର୍ଥ ଜାଣିଲେ ନାହିଁ। ଶିକ୍ଷାର ଅଭାବ ରହିଲା, ଧାରା 30 ଲାଗୁ ହେଇଗଲା, ଶାସ୍ତ୍ର ପଢ଼ା ହେଲା ନାହିଁ। ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରକାର ବିଦ୍ୟାଳୟ ମାନଙ୍କରେ ଗୁରୁକୁଳ ବନ୍ଦ କରିଦିଆଗଲା। ଶାସ୍ତ୍ର ଅଧ୍ୟୟନ କଲେ ନାହିଁ, ଶାସ୍ତ୍ରକୁ ଜାଣିଲେ ନାହିଁ, ପୁରାଣ ଶାସ୍ତ୍ର କିଛି ଶୁଣିଲେ ନାହିଁ କି ଜାଣିଲେ ନାହିଁ। ହିନ୍ଦୁ ଧର୍ମର ବିରୁଦ୍ଧରେ ଯେଉଁ ବିଧର୍ମୀ ମାନେ ଚକ୍ରାନ୍ତ କରୁଥିଲେ, ଷଡ଼ଯନ୍ତ୍ର କରୁଥିଲେ, ତାର ଶିକାର ଏମାନେ ହେଇଗଲେ। ଖାଦ୍ୟ ବସ୍ତ୍ର ପାନୀୟ ଦ୍ୱାରା ଏମାନେ ଏ ଷଡ଼ଯନ୍ତ୍ର ଶିକାର ହେଲେ। ବିଧର୍ମୀ ମାନେ କ'ଣ କଲେ? 900 ବର୍ଷ ହେଲା ଆମର ଭାରତ ଭିତରେ ପଶି ଖାଦ୍ୟ ବସ୍ତ୍ର ପାନୀୟରେ ଷଡ଼ଯନ୍ତ୍ର କରିଚାଲିଛନ୍ତି। ତେଣୁ ମୋର କହିବା କଥା, ଯେଉଁମାନେ ଭାଇ ପ୍ରକୃତ ହିନ୍ଦୁ ବା ହିନ୍ଦୁ ଆସକ୍ତ ହେବାକୁ ଚାହୁଁଛନ୍ତି, ଯେଉଁମାନେ ଯୁବପିଢ଼ିମାନଙ୍କୁ ଉନ୍ନତ, ପ୍ରଥମ ହେଲା ସ୍ୱଧର୍ମେ ନିଧନଂ କ୍ଷୟ ପରଧର୍ମ ଭୟାବହ। ଧର୍ମକୁ ରକ୍ଷା କର, ଦରକାର ପଡ଼ିଲେ ମୃତ୍ୟୁ ହେଇଯାଇପାରେ। ଆମେ ସେଥିପାଇଁ ସକାଳୁ ଉଠିଲେ ଭସ୍ମ ତିଳକ ଲଗାଉ, ଯେ ଦରକାର ପଡ଼ିଲେ ମୃତ୍ୟୁ ହେଇଯାଇପାରେ, କିନ୍ତୁ ଧର୍ମ ରକ୍ଷା ହେବା ଆବଶ୍ୟକ। ତେଣୁ ଯେଉଁ ବର୍ତ୍ତମାନ ଶୁଣିଲେ କ'ଣ, ଯେଉଁ ସାକ୍ଷୀପାଳରେ କ'ଣ ଗୋଟେ ହୋଟେଲରେ ଗୋମାଂସ ଗୁଡ଼ାକ ଲୋକ ଖାଉଥିଲେ। ଯେଉଁ ଲୋକଟି ତାଙ୍କୁ ଗୋମାଂସ ରାନ୍ଧିକି ଦେଉଥିଲା, କୌଣସି ହିନ୍ଦୁ ତ କେତେ ଗୋମାଂସ ରାନ୍ଧେ ନାହିଁ। ହିନ୍ଦୁ ତ ଗୋମାଂସ ରାନ୍ଧିବା ଶିଖିନି, ହିନ୍ଦୁ ତ ଗୋମାଂସ ବିଷୟରେ କିଛି ଜାଣିନଥିବ। ଯେତେବେଳେ ପ୍ରଥମ ବ୍ୟକ୍ତି ତାକୁ ଆସି ଯେତେବେଳେ ଖାଇବାକୁ ଯିଏ ଗୋମାଂସକୁ ଯିଏ ରାନ୍ଧିଥିବ, ସେ ତ ବିଧର୍ମୀକି ପୁରେଇଥିବ। ଯେଉଁ ଲୋକଟି ହିନ୍ଦୁ ଲୋକଟି କରିଛି, ତାଙ୍କ ନାଁ କ'ଣ? ଜୟା ନା କ'ଣ? ଜୟା ହୋଟେଲ ଯେଉଁ ହେଇଛି, ସେ ତାର ଯେଉଁ ସେ ଲୋକଟି ହିନ୍ଦୁ ନାଁ ବୋଲି ଜଣାପଡ଼ୁଛି। ସେ ହିନ୍ଦୁଟି କେମିତି ବିଧର୍ମୀକି ପୁରେଇକି ତା ଭିତରେ ଟ୍ରେନିଂ ଦେଲା ହିନ୍ଦୁମାନଙ୍କୁ ଗୋମାଂସ ରାନ୍ଧିବା ପାଇଁକା। ଯଦି ପରମୁହୂର୍ତ୍ତରେ ବି ହିନ୍ଦୁମାନେ ରାନ୍ଧିଥିବେ, ସେ ଯେଉଁ ବିଧର୍ମୀ ଠାରୁ ଟ୍ରେନିଂ ନେଇଥିବେ ଗୋମାଂସଟା କେମିତି ରନ୍ଧା ହେବ, ଆଉ ଯେମିତି ହିନ୍ଦୁ ନ ଜାଣିପାରିବେ ଖାଇଯିବେ। ତେଣୁ ସେ ଲୋକଟି ତାହେଲେ କିଏ? ସେ ଯେଉଁ ଲୋକଟି ତାକୁ ପୁରେଇକରି ବିଧର୍ମୀ ମାନେ ରାନ୍ଧିକରି ହିନ୍ଦୁମାନଙ୍କୁ ଖାଇବାକୁ ଦେଲା, ସେ ନିଶ୍ଚିତ ଭାବରେ ସେଇ ଯେଉଁ ଔରଙ୍ଗଜେବ ଯେଉଁ ତୃତୀୟ ନିୟମ ଲାଗୁ କରିଥିଲା ଯେ ଘରେ ଘରେ ପଶିକିରି ତମେ ପ୍ରୟୋଗ କର, ଅନୈତିକ କର୍ମ କର, ତା ଦ୍ୱାରା ପଞ୍ଚମ ପିଢ଼ି ଦିହରେ ଏମାନେ ଯେଉଁ ସମ୍ପୂର୍ଣ୍ଣ ଭାବରେ ବିଧର୍ମୀ ମାନସିକ ସ୍ଥିତିଯୁକ୍ତ ଲୋକ ଜନ୍ମ ନେବେ, ସେ ଲୋକଟି ନିଶ୍ଚିତ ଭାବରେ ସେଇଆ ହେଇଥିବ। ତା ଘରେ ନିଶ୍ଚିତ ଭାବରେ କେବେ ପଶିଥିବେ, ତା ପରିବାର ଭିତରେ କେବେ ଯେଉଁମାନେ ଗୋମାଂସ ଖାଇଛନ୍ତି, ସେମାନେ ଏବେ ବର୍ତ୍ତମାନ ହିନ୍ଦୁମାନେ ପଶ୍ଚାତାପ କରୁଛନ୍ତି। ତାଙ୍କର ଯେଉଁ ପ୍ରାୟଶ୍ଚିତ ଅଛି, ଯେଉଁମାନେ ଜାଣିକରି ଖାଆନ୍ତି ସେମାନେ ତ ପ୍ରାୟଶ୍ଚିତ କରିବେ ନାହିଁ। ଯେଉଁମାନେ ଅଜାଣତରେ ଖାଇଛନ୍ତି, ତେଣୁ ସେମାନେ ବି ଜାଣିବା ଦରକାର। ଆରେ ଯଦି ମାଂସ କିଲୋକୁ 800 ଟଙ୍କା, ତମକୁ ସେଟା 50 ଟଙ୍କାରେ କେମିତି ଦେଉଛି 15 ପିସ୍ ମାଂସ? ବେ କେଡ଼େ ମୂର୍ଖ ତମେ! ତମେ ଆଗ ଜାଣିବା ଦରକାର ସେଠି ଯେ ମାଂସ କିଲୋଟା ବାହାରେ କ'ଣ ବିକା ହେଉଛି 800 ଟଙ୍କା, ଇଏ କେମିତି 5 ପିସ୍ ଦେଉଛି? କେଉଁ ମାଂସ ଦେଉଛି? କୁକୁର ମାଂସ, ଛେଳି ମାଂସ, ଗୋମାଂସ, ମଇଁଷି ମାଂସ କ'ଣ ଦେଉଛି ଜାଣିବା ଦରକାର। ଆଉ ପ୍ରାୟତଃ ଦେଖିବ କଳା କୁକୁର ଆଉ ନାହାନ୍ତି,
ସବୁ ଯୋଉ ନେଇକି ସବୁ କୁକୁର ଗୁଡ଼ା ଛେଳି ଭଳିଆ କହିକି ଟାଙ୍ଗିକି କାଟିକି ଲୋକନି ଖାଇ ଯାଉଛନ୍ତି। ଆଜି ସଂକ୍ରାନ୍ତି ହେଉଛି, ସଂକ୍ରାନ୍ତି ତମେ କ'ଣ ମାଂସ ଖାଉଛ ନା କାଲି ସଂକ୍ରାନ୍ତି କରିଦେବାନି, ଏଭଳିଆ ବିପ୍ଳବ ଲୋକ ବି ଜନ୍ମ ନେଲେଣି। ଏଭଳିଆ ସବୁ ମୁଁ ଦେଖୁଛି ଗୋଟେ ସ୍ତ୍ରୀ ଲୋକ ଗୁଡ଼ା ସବୁ ଗୋଟେ ଚିକେନ ଦୋକାନ ପାଖରେ ଗୋଟେ ପଚାରିଲା ବେଳକୁ ଆରେ ଆଜି ସଂକ୍ରାନ୍ତି ତମେ ଗୋଟେ ସ୍ତ୍ରୀ ଲୋକଟା କ'ଣ ଚିକେନ ନେଉଛ ନା ଭାଇନା ଆଜି ସଂକ୍ରାନ୍ତି। ମୁଁ କହିଲି ହଁ ନା ମୁଁ ତ ଜାଣିନି, ଚିକେନ ତ 2 କିଲୋ କିଣିଦେଇଛି, କାଲିକି ସଂକ୍ରାନ୍ତି କରିଦେବି। ସେ ସଂକ୍ରାନ୍ତିଟାକୁ ବି ପୋଷ୍ଟପୋନ୍ କରିଦେଉଛନ୍ତି, ତାପରଦିନକୁ ଟ୍ରାନ୍ସଫର କରିଦେଉଛନ୍ତି ତାଙ୍କ ମୁଣ୍ଡରେ। ଏଇଭଳିଆ ଜୀବଜନ୍ତୁ ଜନ୍ମ ନେଲେଣି। ଏମାନଙ୍କୁ ସବୁ କ'ଣ ବା କୁହାଯିବ କହିବ ନାହିଁ। ଆମ ଶାସ୍ତ୍ରଙ୍କ ପରିକା କ'ଣ ବା କୁହାଯିବ, ଗୋଟିଏ ଲାଷ୍ଟ ପଏଣ୍ଟ ଏମାନଙ୍କୁ କୁହାଯିବ ବିଧର୍ମୀ ବୀର୍ଯ୍ୟ ସମୁଦ୍ର ବର୍ଣ୍ଣଶଙ୍କର ବ୍ଲେଚ୍ଛ। ଏମାନେ ନିଜସ୍ୱ ଧର୍ମ ଭିତରେ ଜ୍ଞାତ ନୁହନ୍ତି। ହେଲା ଧର୍ମ ବିଷୟରେ ଯେଉଁମାନଙ୍କର ଜ୍ଞାତ ନାହିଁ ସେମାନଙ୍କୁ କୁହାଯାଏ ଧର୍ମହୀନା, ପଶୁ ବି ସମାନ। ଏମାନେ ପଶୁଠାରୁ ବି ହୀନ ଏମାନେ। ଆରେ ପଶୁ ତ ଦରକାର ପଡ଼ିଲେ ଘର ତିଆରି କରୁଛି, ପଶୁ ଦରକାର ପଡ଼ିଲେ ଆଗ ଘର ତିଆରି କରି ତାପରେ ଛୁଆ ଜନ୍ମ କରୁଛି। ପଶୁଟା ଦର୍ଶନକୁ ରକ୍ଷା କରୁଛି, ପକ୍ଷୀ ବି ତା ଦର୍ଶନ ରକ୍ଷା କରୁଛି। ତେଣୁ ଏମାନେ କ'ଣ ପଶୁ ପକ୍ଷୀର ଦର୍ଶନ ଠାରୁ ବି ଦୂରକୁ ପଳେଇ ମାନେ କ'ଣ କି ପ୍ରକାର ଜୀବ ଏମାନଙ୍କୁ ବି କିଛି କହିହେବନି। ମାନେ ରାକ୍ଷସ ନା ମଣିଷ କି ଦାନବ। ଆମର ସଂସ୍କାର କୁହାଯାଏ ମାନବରୁ ତୁମେ ମାନେ ଦେବତା ହୁ, ମନୁଷ୍ୟ ହୁଅ। ମାନେ ମାନବରୁ ଯଦି ତୁମେ ସଂସ୍କାର ଦ୍ରୋହୀ ହେଲ ତୁମେ ଦାନବତ୍ୱ ପ୍ରାପ୍ତ ହେଲ। ମାନବ ହେଲା ଗୋଟେ ମଧ୍ୟଧ୍ୱନି, ତା ଯୋଗୁଁ ତୁମେ ସଂସ୍କାର ଯୁକ୍ତ ହେଲେ ମନୁଷ୍ୟ ହୁଅ, ଯଦି ସଂସ୍କାର ବିଯୁକ୍ତ ହେଲ ତୁମେ ଦାନବ ହେବ। ତେଣୁ ଏମାନେ ସଂସ୍କାର ବିଯୁକ୍ତ ହେବା ଦ୍ୱାରା ଦାନବତ୍ୱ ପ୍ରାପ୍ତି ହେଲେଣି। ଏମାନେ ସବୁ ଦାନବମୟ ସଂସାର। ବର୍ତ୍ତମାନ ଦାନବ ଭିତରେ ବଞ୍ଚିବା ବି ମାନେ ଦୁର୍ବିଷହ ହେଇଯିବ। ତେଣୁ ଆମେ ମନୁଷ୍ୟତା ପ୍ରାପ୍ତ କରିବା ବହୁ ଦୁର୍ବିଷହ ହେଇଗଲେ ମନୁଷ୍ୟଟା ମାନେ ପ୍ରାପ୍ତ କରୁନାହାନ୍ତି। ଧର୍ମ ଶାସ୍ତ୍ର ସଂସ୍କାର ପାଇଁ ମୋର ଅନୁରୋଧ, ଭାଇ ସମସ୍ତେ ଶାସ୍ତ୍ର ଅଧ୍ୟୟନ କର। ଯଦି ଶାସ୍ତ୍ର ଅଧ୍ୟୟନ କରିବ ତାହେଲେ ଏସବୁ ଷଡ଼ଯନ୍ତ୍ରକୁ ଜାଣିପାରିବ। ଯଦି ଷଡ଼ଯନ୍ତ୍ର ଦ୍ୱାରା ତୁମେ ଶିକାର ନ ହୋଇ ତୁମେ ନିଜର ଧର୍ମ ରକ୍ଷା କରିପାରିବ। ପ୍ରଥମେ ଧର୍ମ ରକ୍ଷା, ପରେ ଧନ ରକ୍ଷା। ଯଦି ଧର୍ମ ରକ୍ଷା ନ କଲ ତୁମ ଧନ ବି ରକ୍ଷା ହେବ ନାହିଁ, ଧ୍ୱଂସ ବି ହେଇଯିବ। କାରଣ ବିଧର୍ମୀ ଆକ୍ରାନ୍ତ ମାନେ ଯୁଗେ ଯୁଗେ ଆମର ଧନ ସମ୍ପତ୍ତି ଲୁଟ୍ କରିଛି, ଆମେ ସେମାନେ ଲୁଟାରେ ବି କୁହାଯାଏ।